ପାଣି ଅଛି ନା ଆଚ୍ଛା ଏ ଯୋଉ ପାଣିଟା ଏଟା ସଫା ନା ଇଏ ଅଛି ସଫା ପାଣି ଅଛି ପୁରା ମନେ କର ଏ ପାଣିରେ ମୁଁ କଣ କଲି ଏ ପତ୍ର ଗୁଡ଼ା ଦବା ସ୍ପ୍ରେ କରିଦେବି ଲାଗି କଣ ହେଲା ମଇଳା ହେଇଗଲା ବର୍ତ୍ତମାନ ଏଥିରେ ଆମେ କଣ କରିବା ଆଉ କିଛି ମଇଳା ପକେଇବା ଆଚ୍ଛା ଦେଖ ବର୍ତ୍ତମାନ ସେ କଣ ଧୀରେ ଧୀରେ କଲର ବର୍ତ୍ତମାନ କମ୍ପାଇଲ ସେ ପାଣିରେ ଯୋଉ ଥିଲା ଏ ପାଣି କଲର ନାହିଁ କମ୍ପାଇଲ କଲର ବର୍ତ୍ତମାନ କଣ ସେଇଟା ଭଲ ପାଣି ଦେଲେ ନା ଖରାପ ପାଣି ଦେଲେ ମଇଳା ପାଣି ହେଇଗଲା ନା ତାହେଲେ କଣ ପାଇଁ ମଇଳା ହେଲା ଯେତେବେଳେ ସୁନ୍ଦର ପାଣି ଥିଲା ବର୍ତ୍ତମାନ ମଇଳା କଣ ପାଇଁ ହେଇଗଲା ପତ୍ର ବାଲି ଯାହା ଭଲ ଜିନିଷ ନା ଖରାପ ଜିନିଷ ଖରାପ ବର୍ତ୍ତମାନ ଅନାବନା ଜିନିଷ ନା ତାମାନେ ଦେଖ ପାଣି ଯେତେବେଳେ କିଛି ନ ମିଶିଥିଲା କଣ ହେଇଥିଲା ସଫା ହେଇଗଲା ଯେତେବେଳେ ଆମେ ଅଳିଆ ଆବର୍ଜନା ସବୁ ପକେଇଦେଲେ କଣ ହେଇଗଲା ଅପରିଷ୍କାର ହେଇ ଆଚ୍ଛା ଏ ପାଣି ଆଉ ସେ ପାଣି ଯଦି ତମେ ପିଇବୁ ପଡେ ଉଭୟ ପାଣି ବି ତମେ ବ୍ୟବହାର କରିବାକୁ ପଡିବ ତ କୋଉ ପାଣି ବ୍ୟବହାର କରିବ ଆଉ ପୂର୍ବ ଯୋଉ ପାଣି ଥିଲା ନା ଏଇଟା ପୂର୍ବରୁ କଣ ପାଇଁ ହଁ ସେଥିରେ ସଫା କିନ୍ତୁ ଏଇଟା ସଫା ନାହିଁ ଆଚ୍ଛା କଣ ପାଇଁ ସଫା ପାଣି ବ୍ୟବହାର କରିବା କାଇଁ ବ୍ୟବହାର କରିବ ହଁ ଏଇଟା ପିଇଲେ ରୋଗ ହବ ସେଟା ପିଇଲେ ରୋଗ ହବନି ତାମାନେ ଆମେ ଦେଖ ଯେତେବେଳେ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ଥିଲା ଆରେ ଏମିତି ପାଣି ତ ଗାଧେଇବୁ କିଏ ଗାଧେଇବୁ ସବୁ ପାଣିରେ ଗାଧେଇବୁ ତାମାନେ ସେ ଗାଧେଇବା ପାଇଁ ପିଇବା ପାଇଁ ଯେତେବେଳେ ଯୋଗ୍ୟ ଥିଲା ସେତେବେଳେ ତାକୁ ଆମେ କହୁଛୁ ସଫା ପାଣି ଯେତେବେଳେ ଯୋଗ୍ୟ ହେଲେଣି ତାକୁ କହିଲେ କଣ ବୋଲି ଖରାପ ପାଣି ତାକୁ ଅନ୍ୟ ଅର୍ଥରେ କହୁଛୁ ପ୍ରଦୂଷିତ ପାଣି ପାଣି ଆରେ ପ୍ରଦୂଷିତ ପାଣି କେତେବେଳେ କହିଲେ ଯେତେବେଳେ ଏଥିରେ ଅନାବନା ଜିନିଷ ମିଶିବେ ତ ଅର୍ଥ ଏଠି ଆମେ ଗୋଟେ ଜାଣିଲେ ଜଳରେ ଯେତେବେଳେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ମିଶିଯାଏ ତାକୁ ଆମେ କି ପାଣି କହୁଛେ ପ୍ରଦୂଷିତ ଜଳ ବୋଲି କହୁଛୁ କିନ୍ତୁ ଆମ ଗ୍ଲାସରେ କଣ ହେଲା ବିଭିନ୍ନ ଜିନିଷ ପକେଇଲେ ପାଣି ମଇଳା ହେଇଗଲା ନଦୀରେ ବି ହଉଛି ତ ଆମେ ନଦୀରେ ବର୍ତ୍ତମାନ